ଯାହାଙ୍କର ନାଁ ଥାଏ ତାକୁ ବଦନାମ କରାଯାଏ। ସରକାର ତ ନାଁ ନାହିଁ, ଦୁର୍ନାମ ଅଛି, ତାକୁ କାହିଁ ଆମେ ବଦନାମ କରିବୁ କିଏ? ଏବଂ ଯୋଉ ଭଳି 22-23 ଲକ୍ଷ ପିଲା ନିଟ୍ ଏକ୍ଜାମ ଦେଇଥିଲେ, 17 ଲକ୍ଷ ପିଲା ସିବିଏସଇ ଏକ୍ଜାମ ଦେଇଥିଲେ, କେବଳ ସେତିକି ନୁହେଁ, ସିୟୁଇଟି ର ଏକ୍ଜାମ ଯୋଉମାନେ ଦେଲେ ଆପଣ ଦେଖିଲେ ସେଥିରେ ଘୋଟାଲା କଥା ଆସିଲା। ଜେଇ ଆଡଭାନ୍ସ ଏବେ ଏକ୍ଜାମ ହେଇଛି, ସେଥିରେ ଘୋଟାଲାର କଥା ସାମ୍ନାକୁ ଆସୁଛି। କେତେ ଆଉ ଘୋଟାଲା ହବ? କେତେ ଆପଣ ପର୍ଦା ପକେଇବେ? ପର୍ଦା ଫାଟି ସାରିଛି। ଇସ୍ତଫା ଦେଲେ କଣ ଭାରତ ବର୍ଷରୁ ଘୋଟାଲା ସରିଯିବ ନା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିଯିବ? ଯୋଉମାନେ ବିଜେପି ର ଲୋକ ଯଦି ଏକଥା କହୁଛନ୍ତି, ଟିକେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୁରୁଣା ପ୍ରୋଫାଇଲ କୁ ଯାଇ ଆପଣ ଦେଖିବେ, ପୁରୁଣା ରେକର୍ଡ କୁ ଯାଇ ଦେଖିବେ, ତ ଧର୍ମେନ୍ଦ୍ର ପ୍ରଧାନ ଆଜ୍ଞା ନିଜେ ଛାତ୍ର ନେତା ଥିଲେ, ଯେତେବେଳେ ନିଜେ ବିଜେପି ର ନେତୃତ୍ୱ ନଉଥିଲେ ବିରୋଧୀ ପାର୍ଟି ହିସାବରେ, ସେତେବେଳେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଠୁ ଆରମ୍ଭ କରି କେତେ ନେତାଙ୍କ ନାଁରେ ଇସ୍ତଫା ମାଗିଛନ୍ତି ନା ନାଇଁ ରାସ୍ତାରେ ଓହ୍ଲେଇ। ଯେତେବେଳେ ଅପୋଜିସନ ରେ ଆପଣ ରହିବେ, ରୁଲିଂ ପାର୍ଟିରେ ଯିଏ ରହିବେ ଆପଣ ତାଠୁ ଇସ୍ତଫା ମାଗିବେ, ତ ନିଜେ ସେ ଗାଦିରେ ବସିବେ, ଗାଦି ଚୌକିରେ ଫେବିକୁଇକ ଲଗେଇ ଆପଣ ବସିବେ, ବାପା ସମ୍ପତ୍ତି ଭଳିଆ, ପୈତୃକ ସମ୍ପତ୍ତି ଭଳିଆ ଆପଣ ଗାଦି ଛାଡିବେ ନାହିଁ। ଗାଦି ଛାଡିବାର ଅର୍ଥ ନୁହେଁ ସମସ୍ୟାର ସବୁ ସମାଧାନ ହେଇଯିବ, କିନ୍ତୁ ଏଇଟା ଶୋ କରିବ ଯେ ଆପଣ ପିଲାଙ୍କର ସମସ୍ୟାକୁ ନେଇ ସିରିୟସ ଅଛନ୍ତି। ଆପଣଙ୍କ ସରକାର ଯେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ଇସ୍ତଫା ଦେଇଥିଲେ, କଣ ଟ୍ରେନ ଆକ୍ସିଡେଣ୍ଟ ଆଉ ହଉନି? କିନ୍ତୁ ଜନସାଧାରଣଙ୍କ ଉପରେ ସେମାନେ ଯୋଉ ଦାୟିତ୍ୱ ନେବା କଥା କହିଛନ୍ତି, ଶପଥ ନେଇଛନ୍ତି ଯେ ଆମେ ଆପଣଙ୍କୁ ପ୍ରୋଟେକ୍ଟ କରିବୁ, ଆପଣଙ୍କର ସମସ୍ୟାର ସମାଧାନ କରିବୁ, ଯଦି କୌଣସି ଅସୁବିଧା ହଉଛି ସେବକ ହିସାବରେ ଆମେ ଠିଆ ହବୁ। ଖାଲି ପ୍ରୋଫାଇଲରେ ସେବକ ଲେଖିଦେଲେ କିଏ ସେବକ ହେଇଯାଏ ନାହିଁ, ଆପଣଙ୍କୁ ସେଇଟା ଶୋ କରିବା ପାଇଁ ପଡେ। ମୋର ପଏଣ୍ଟ ହଉଛି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଜଣେ ସ୍ତ୍ରୀ ଲୋକ ଠିଆ ହବା ଏବଂ ସେ ହଉଛନ୍ତି ନିଟ୍ ଏକ୍ଜାମ ର ଜଣେ ଆକ୍ୟୁଜ ବୋଲି ସୋସିଆଲ ମିଡିଆରେ କ୍ୟାମ୍ପେନ କରାଯିବା, ତାଙ୍କର ଆମେରିକାରେ ଘର ଅଛି ବୋଲି ପ୍ରଚାର କରାଯିବା, ଏସବୁ ମିଥ୍ୟା ମାତ୍ର ସତ୍ୟତା ଅଛି। ନାଇଁ, ସେ ଯୋଉ ଫେକ୍ ନ୍ୟାରେଟିଭ ବା ସତ ନ୍ୟାରେଟିଭ, ମୁଁ ତା ଭିତରକୁ ଯାଉନି। ମୋର ନିଜସ୍ୱ ମୁଁ କୋଶ୍ଚିନ୍ ବି କିଛି ପଚାରିବାକୁ ଚାହୁଁନି, ଏଇଥିପାଇଁ ଯେ ବିଜେପି ର ପ୍ରବକ୍ତାଙ୍କ ପାଖରେ ସବୁବେଳେ ଭିନ୍ନ ନ୍ୟାରେଟିଭ ଥାଏ ଆମ କଥାକୁ କାଟିଦେବା ପାଇଁ। ମୁଁ କେବଳ ଏଠି ସେଇ କଥା କହିବି ଯାହା 12th କ୍ଲାସ ର ଷ୍ଟୁଡେଣ୍ଟ ବେଦାନ୍ତ କ୍ୱେଶ୍ଚିନ୍ କରିଥିଲେ ବୋଲି ତାଙ୍କୁ ପାକିସ୍ତାନୀ କୁହାଗଲା। ଯୋଉ କଥା ନିସର୍ଗ, ଯିଏ ଜଣେ ଏଥିକାଲ ହ୍ୟାକର, ସିଷ୍ଟମ କୁ କେମିତି ସିଷ୍ଟମ ଭିତରକୁ ଗଲେ ସିଷ୍ଟମ ର ଦୁର୍ବଳତା ଦେଖେଇଲେ, ଏକ୍ଜାମ ପୂର୍ବରୁ କୋହଟ ଇନ୍ ଯୋଉଟା ଗଭର୍ଣ୍ଣମେଣ୍ଟ ର ଅଛି ସାଇବର ସିକ୍ୟୁରିଟି ସିଷ୍ଟମ, ସିଏ ଯାଇକି କହିଲେ, ତାଙ୍କୁ ଟ୍ୟାଗ କଲେ ଯେ ସିଷ୍ଟମରେ ଦୁର୍ବଳତା ଅଛି, ଆପଣ ତାକୁ ସଠିକ କରନ୍ତୁ ବୋଲି। ସିବିଏସଇ କୁ ଟ୍ୟାଗ କଲେ, ନିସର୍ଗଙ୍କର କଥାକୁ ଶୁଣାଗଲାନି, ତାଙ୍କୁ କୁହାଯାଉଛି ଡିପ୍ ଷ୍ଟେଟ ଏଜେଣ୍ଟ। ଠିକ ଅଛି ଆମେ ଦେଶଦ୍ରୋହୀ, ଠିକ ଅଛି ଆମେ ପାକିସ୍ତାନୀ। ଯୋଉମାନେ ନିରୀହ ପିଲା, ଯୋଉମାନେ ପଢୁଛନ୍ତି ପାଠ, ସେମାନେ ଗଭର୍ଣ୍ଣମେଣ୍ଟ କୁ ଏକ୍ସପୋଜ କଲେ କଣ ଏଇଭଳିଆ କଥା ହବ? ଛାଡି ଦିଅନ୍ତୁ ଧର୍ମେନ୍ଦ୍ର ପ୍ରଧାନ ପାଖେ କିଏ ଠିଆ ହେଇଥିଲା, ମୁଁ ଦେଖି ନାହିଁ, ମୋର ଦେଖିବାର ଆବଶ୍ୟକତା ନାହିଁ। ମୁଁ ଜଣେ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି, ଯାହା ବେଦାନ୍ତ, ସିଦ୍ଧାର୍ଥ ଆଉ ନିସର୍ଗ କ୍ୱେଶ୍ଚିନ୍ କରୁଛନ୍ତି, ଆପଣଙ୍କ ଝିଅ ବି ସିବିଏସଇ ରେ ପଢୁଛନ୍ତି, କାଲି ସକାଳେ ଯଦି ସେ ସିଷ୍ଟମକୁ ସିବିଏସଇ କୁ କ୍ୱେଶ୍ଚିନ୍ କରିବେ, ତାଙ୍କୁ ମଧ୍ୟ ପାକିସ୍ତାନୀ ଏଜେଣ୍ଟ କୁହାଗଲେ, ଆପଣ ତାକୁ ସମର୍ଥନ କରିବେ ତ? ଆପଣ କ୍ୱେଶ୍ଚିନ୍ କରିବେ ନାହିଁ କି? ମୋର ବାସ୍ ଏତିକି କ୍ୱେଶ୍ଚିନ୍ ଅନିଲ ଭାଇଙ୍କୁ। ଓକେ, ଅନିଲ ବାବୁ ତ କ୍ୱେଶ୍ଚିନ୍ ର ଆନ୍ସର ରଖିବେ। ସ୍ମୃତି ବାବୁ ଆପଣଙ୍କର ଏ କଣ୍ଟେକ୍ସଟ ରେ କଣ କହିବାର ଅଛି? କଂଗ୍ରେସ ବର୍ତ୍ତମାନ କୋଉ ସ୍ଥାନରେ ଅଛି ଏ ପୁରା ପ୍ରକରଣରେ? ଭାରତୀୟ ଜନତା ପାର୍ଟି ଏବେ ଭାରତୀୟ ଜନତା ପାର୍ଟି ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଆଲୋଚନା କରୁଥିଲେ। ଦୁଇଟି ଦୁଇଟି ପ୍ରସଙ୍ଗ ମୁଁ କେବଳ ରଖିବା ପାଇଁ ଚାହିଁବି। ନ୍ୟାରେଟିଭ କଥା କହୁଥିଲେ ଯେ ଗୋଟେ ମିଛ ନ୍ୟାରେଟିଭ ସେଟ୍ ହଉଛି, ଯେ ନ୍ୟାରେଟିଭ କୋଉ ନ୍ୟାରେଟିଭ ସେଟ୍ ହଉଛି? ଏଇଟା ମିଛ କି ନିଟ୍ ପେପର ଲିକ୍ ହେଇଛି, ସିବିଏସଇ ଏକ୍ଜାମ ରେ ଅନିୟମିତତା ହେଇଛି, 10 ବର୍ଷ ଭିତରେ ପାଖାପାଖି 28ଟି ପେପର ଲିକ୍ ହେଇଛି, 88 ପେପର ଲିକ୍ ହେଇଛି, ପାଖାପାଖି 48ଟି ଏକ୍ଜାମ ରି ଏକ୍ଜାମ ହେଇଛି ପୁରା ଦେଶ ତମାମ। ବାରମ୍ବାର এই ଅନିୟମିତତା ହଉଛି। ଏ ପ୍ରସଙ୍ଗରେ ପ୍ରଶ୍ନ କରିବା ଗୋଟେ ଫେକ୍ ନ୍ୟାରେଟିଭ କି? ଏ ପ୍ରଶ୍ନ ମୁଁ ପଚାରିବା ପାଇଁ ଚାହୁଁଛି। ଏବଂ ଏ ସବୁ ଯୋଉ ଅନିୟମିତତା, ନାଇଁ ଏସବୁ ନାଇଁ, ଟିକେ ଗୋଟେ ମିନିଟ ଏସବୁ ପ୍ରସଙ୍ଗରେ ଯଦି ଯିଏ ପ୍ରଶ୍ନ କରିବ ତାକୁ ଅଫଜଲ ଗୁରୁ ସହିତ ତୁଳନା କରାଯିବ, ପୁଣି ସେଇ ପ୍ରସଙ୍ଗ ଆପଣ ମାନେ ଆଣିବେ। ଯଦି ଦେଶର ଭବିଷ୍ୟତ, ଯିଏ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ସହିତ ଖେଳ ଖେଳି ସେମାନଙ୍କୁ ହତ୍ୟା କରୁଛନ୍ତି, ଡାଇରେକ୍ଟଲି କହିବା ପାଇଁ ଚାହିଁବି ସେମାନେ ହତ୍ୟା କରୁଛନ୍ତି, ତାପରେ ବି ଏ ପ୍ରସଙ୍ଗ ଯେତେବେଳେ ଆଲୋଚନା ହଉଛି, ତାକୁ ଭାରତୀୟ ଜନତା ପାର୍ଟି ଫେକ୍ ନ୍ୟାରେଟିଭ ର ସଂଜ୍ଞା ଦବ, ତାହା କେବେ ଗ୍ରହଣୀୟ ହବନି। ୟାଠୁ ବଡ ଦୁର୍ଭାଗ୍ୟର ବିଷୟ କଣ ହେଇପାରିବ? ଅନିଲ ବାବୁ, ଆପଣ କେମିତି କହିବେ
एग्जाम रे विभ्राट कथा कहउछनी से माने फेक नैरेटिव तयारी करूछनी 10 वर्ष रे 48 थरा परीक्षा विभ्राट हेची क्वेश्चन पेपर जो माने प्रश्न उठेले से माने पाकिस्तानी बोली कोआ होउची से माने देशद्रोही नैरेटिव तयारी करा होउची अनिल बाबू देखो संघमित्रा भौणी और श्रुति बाबूर कथा मु शुणिली प्रथम कथा जो कह जाउची जे सरकार उत्तरदायित्व नहीं नाहंती बा सरकार ये जो नीट परीक्षा घटना देखो जदि सरकार उत्तरदायित्व नहीं नथांदे एवं सरकार मंत्री हुंतु बा अन्य माने ये दुर्नीति रे संपृक्त थांते ताहाले सरकार केबे भी परीक्षा को कैंसल कर नथांदे एवं आपण कहंतु प्रश्न पत्र लीक हेबा परे सरकार पाखे ऑप्शन कौन सरकार कौन से प्रश्न पत्र लीक को चापी देकरी रिजल्ट पब्लिश करिसेंती कि नहीं सरकार जो माने लार्जर जो माने मेधावी छात्र छात्री तांको स्वार्थ को दृष्टि रखी जहा करा जिबा कथा करिसेंती बाकी देखंतु जो कथा स्मृति बाबू कहउतले जे 10 वर्ष रे 28 पेपर लीक या द्वारा सिस्टम रो नहीं मनोरंजन भाई मैं आपण को माध्यम रे पचारिबा नहीं गोटे कथा अनिल भाई गोटे कथा अनिल भाई गोटे कथा नहीं अनिल भाई गोटे कथा खाली कहतु नहीं आपण कहिबे जे गोटे खाली मोर गोटे प्रश्न अछि अनिल बाबू आपण जदि नहीं एटी सरकार दायित्वटा कोन मते खाली गोटे कथा कहतु जो पेपर लीक होउची आपण कहले पेपर लीक पई सरकार दायी नहंती सरकारी मंत्री दायी नहंती ताले मते खाली गोटे कथा कहंतु आपण को चैनल एटी वर्तमान समस्त देखुचंती जानिया पई चाहिबे जे सरकार प्रकृत दायित्वटा कोन मंत्री प्रकृत दायित्वटा कोन टिके स्मृति बाबू मु भागुची बहुत आपण मो कथाटा को आइदर ठीक से सुनी पारलेनी बा सुनी की अबुझा रही गले मु भागुची आउथरे तले वीडियो अपलोड करिवे मनोरंजन सर आपण आउथरे सुनी देबे मु कोन कहिछि एक दुई नंबर कथा हला जतबेले घटना घटी सामना आसिला ता परवर्ती समय रे सरकार सीबीआई इन्वेस्टिगेशन करिसेंती जो माने दोषी धरा आरे गिव अप करिसेंती एवं सरकार दायित्व नैछंती जे एवं केंद्र मंत्री धर्मेंद्र प्रधान सीधा सड़क कैमरा सामने कहिसेंती जे एजुकेशन सिस्टम रो माफिया मानु हम विदा करबा पे पड़िबो तो एटा ही तो उत्तरदायित्व एटा ही तो रेस्पोंसिबिलिटी आउ केंद्र सरकार मिनिस्टर ऑफ एजुकेशन वर्ष को 18टा एंट्रांस एग्जाम कंडक्ट कराए एवं 18टा एग्जाम सेंटर जतला हमें कंडक्ट करंती केंद्र सरकार मु मानुची जे कोनसी गोटे दुईटा घटना रे एबोली क्वेश्चन ली घटना घटची एवं 2024 जो नीट एग्जाम लीक हेतला जहा को नेकरी अपोजिशन पार्टी हंगामा करछुंदी सेतरे सुप्रीम कोर्ट को जजमेंट कोन थला सुप्रीम कोर्ट कहिले जे एई जो नीट एग्जाम हेची एटा सेंट्रली के का को रेस्पोंसिबल करा जाय पारिबो नाही किछि आइसोलेटेड सेंटर जो सेंटर रे माफिया मानकर थिला प्रेजेंस सेही किछि आइसोलेटेड जगह रो ए प्रकार कांड कारनामा कराइछि एवं सेठी री एग्जाम करागला तेणु मो दुईट उदाहरण देवार उद्देश्य होची जे जो फेक नैरेटिव दिया होचे धर्मेंद्र प्रधान दायी मंत्री भाव रे उत्तरदायित्व नहीं छंदी से कांदकु किंतु आमको मध्य एटा मानिबा पई पड़िबो भारत वर्ष रे आपण को राज्य कोंतु भारत वर्ष रे को राज्य कोंतु कांग्रेस शासित राज्य करंतु केरल कोंतु कम्युनिस्ट शासित राज्य को राज्य रे क्वेश्चन पेपर लीक हो नाही को राज्य रे एभली घटना घटी नाही किंतु मु एकथा मध्य कहू नाही जे सेठी घटुची हमर एठी घटिबो ता नुहे आमको या विरुद्ध रे लड़ाई करबा पड़िबो आमको एग्जाम सिस्टम रे भारत वर्ष रे आउरी मॉडर्नाइजेशन करबा पड़िबो एवं बाकी रहला ए जो कॉकरोच जनता पार्टी ये किए ए कॉकरोच जनता पार्टी रो जो स्पोक्स पर्सन 3 जण आसिले जनकर उमर खालिद को सागरे फोटो अछि जो उमर खालिद कहले जे कश्मीर को स्वाधीन कर देबा दरकार आउ जणे आम आदमी पार्टी रो स्पोक्स पर्सन तिले सी अछन ता माने हला सेम ओल्ड इकोसिस्टम सेम ओल्ड नैरेटिव्स एबे नुआ पोशाक बदला हेची एबे नुआ कैरेक्टर बदलिची नुआ प्लेटफॉर्म बदलिची आ व्यवहार काउ कराइची